ଜାଣନ୍ତି ଆମେ ସମସ୍ତେ ଜୀବନରେ ସର୍ବଦା ସୁଖ ରହିବା ପାଇଁ ଚାହୁଁଛୁ, ସଦା ସର୍ବଦା। ହେଲେ ଦୁଃଖ ଆମକୁ ଦେଉଛି କିଏ? ଆମେ ଅନ୍ୟମାନଙ୍କୁ ବ୍ଲେମ୍ କରିଥାଉଛୁ, କିନ୍ତୁ ପ୍ରକୃତରେ ଦୁଃଖୀ ହେବାର ଜୀବନରେ ଅସଲି କାରଣ କ'ଣ? ଜୀବନରେ ଦୁଃଖୀ ହେବାର ଅସଲି କାରଣ ହେଉଛି କମ୍ପ୍ଲେନ୍। ସ୍ୱାମୀ ସ୍ତ୍ରୀ ନାଁରେ କମ୍ପ୍ଲେନ୍, ସ୍ତ୍ରୀ ସ୍ୱାମୀ ନାଁରେ କମ୍ପ୍ଲେନ୍, ପରିବାର ନାଁରେ କମ୍ପ୍ଲେନ୍, ପଡ଼ୋଶୀ ପଡ଼ିଶା ନାଁରେ କମ୍ପ୍ଲେନ୍, ସାହି ଲୋକଙ୍କ ନାଁରେ କମ୍ପ୍ଲେନ୍, ନଥିଲେ ରାଜନେତାଙ୍କ ନାଁରେ କମ୍ପ୍ଲେନ୍। ଯିଏ ସବୁବେଳେ ଅନ୍ୟମାନଙ୍କ ନାଁରେ କମ୍ପ୍ଲେନ୍ ଦେବ ସେ କେବେ ଖୁସିରେ ରହିପାରିବନି। କମ୍ପ୍ଲେନ୍ ଦେଲେ ଆମେ ସବୁବେଳେ ଦୁଃଖରେ ହିଁ ରହିବା। ସେଥିପାଇଁ ଗୋଟେ ପାଣି ଗ୍ଲାସ୍ ଉପରେ ଗୋଟେ ଏକ୍ସପେରିମେଣ୍ଟ କରାହେଲା। 2 ଗ୍ଲାସ୍ ପାଣି ନିଆହେଲା। ଗୋଟେ ଗ୍ଲାସ୍ ପାଣିକୁ ଦେଖିକିରି ଗୋଟିଏ ଲୋକ ଭାବିଲା ମୁଁ ତୁମକୁ ବହୁତ ଘୃଣା କରୁଛି। ସେ ହିଟଲର ବିଷୟରେ ଭାବିଲା, ଦେଖିଲା ସେ ପାଣିର ସେପ୍ଟା ପୁରା ଗାଜିଆ ହେଇଗଲା। ଆଉ ଗୋଟେ ପାଣି ଗ୍ଲାସ୍ଟେ ନେଲା, ଭାବିଲା ମୁଁ ତୁମକୁ ବହୁତ ଭଲ ପାଉଛି। ସେ ମଦର ଟେରେସାଙ୍କ ବିଷୟରେ ଭାବିଲା, ସେ ପାଣିରେ ବହୁତ ସୁନ୍ଦର ଚିତ୍ର ଆସିଗଲା। ପାଣି ଆମ ଶରୀରରେ 70% ପାଣି ଅଛି। ତ ଏସବୁ ମନର ପ୍ରଭାବ। ଯେତେବେଳେ ଆମେ ଭଲ ଭାବୁଛୁ ଆମ ଶରୀର ଉପରେ ଭଲ ପ୍ରଭାବ ପଡ଼ୁଛି, ଆମେ ଖୁସିରେ ରହୁଛୁ। ଆମେ ଯେତେବେଳେ ମନ୍ଦ ଭାବୁଛୁ ଆମ ଶରୀର ଉପରେ ମନ୍ଦ ପ୍ରଭାବ ପଡ଼ୁଛି, ଆମର ଭାବନା ଯୋଗୁଁ ଆମେ ଦୁଃଖୀ ହେଉଛୁ। ସେଥିପାଇଁ ସବୁବେଳେ ଆମେ ନିଜ ଶରୀରରେ ନିଜେ ବିଷ କିମ୍ବା ଅମୃତ ତିଆରି କରୁଛୁ। ଏହା ଉପରେ ବହୁତ ପ୍ରକାର ଏକ୍ସପେରିମେଣ୍ଟ ହେଇଛି। ଥରେ ଗୋଟେ ଲୋକକୁ ଫାଶୀ ଦଣ୍ଡ ଦେବା ପାଇଁ ଘୋଷଣା କରାହେଲା। ହେଲେ ସେ ଲୋକକୁ ହେଲା, ତୁମକୁ ତ ଏବେ ଫାଶୀ ଦିଆହେବ, ଯେମିତି ହେଲେ ତ ତୁମେ ମରିବ, କିନ୍ତୁ ମରିବା ପୂର୍ବରୁ ତୁମ ଉପରେ ଗୋଟେ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛୁ। ସେ କହିଲେ କ'ଣ ନା, ତୁମକୁ ଫାଶୀ ଦିଆହେବନି, ଗୋଟେ ଚେୟାର ଉପରେ ବସା ହେବ, ଆଉ ଗୋଟେ ଗ୍ଲାସ୍ ବକ୍ସ ଭିତରେ ଗୋଟେ ନାଗସାପ ରଖାହେଇଛି। ଆମେ ତୁମ ହାତଟାକୁ ଏମିତି ବାହାରେ ରଖିବୁ, ଆଉ ତୁମ ପାଖକୁ ସେ ନାଗସାପର ବକ୍ସଟା ଆଣିବୁ, ଆଉ ସେ ବକ୍ସଟା ଖୋଲିଦେଲେ ସେ ସାପ ଆସିବ, ତୁମ ହାତକୁ ଦଂଶନ କରିବ। ହାତକୁ କାଟିଦେଲେ ତୁମ ଶରୀରଟା ପୁରା ବିଷାକ୍ତ ହେଇଯିବ, 2-3 ମିନିଟ୍ରେ ତୁମେ ମରିଯିବ କହିକି ତା ଆଖିରେ ପଟି ବାନ୍ଧିଦେଲେ। ଆଖିରେ ଯେତେବେଳେ ପଟି ବାନ୍ଧିଦେଲେ, ତାପରେ କମେଣ୍ଟ୍ରି କଲେ, ଏବେ ବକ୍ସ ପାଖକୁ ଆସୁଛି, ବକ୍ସର କବାଟ ଖୋଲା ହେଉଛି, କିଛି କରାହେଉନି, ଖାଲି କୁହା ହେଉଛି। ବକ୍ସର କବାଟ ଖୋଲା ହେଉଛି, ବକ୍ସ ଭିତରୁ ନାଗସାପ ବାହାରିଲା, ଏବେ ହାତକୁ ଚୋଟ ମାରିଲା। ବାସ୍, ସେ ସାଇଣ୍ଟିଷ୍ଟ ଖାଲି କହିଲେ। 3 ମିନିଟ୍ରେ ତାର ଶରୀର ପୁରା କଳା ପଡ଼ିଗଲା, ବିଷାକ୍ତ ହେଇକିରି ମରିଗଲା। କିନ୍ତୁ ସାପ ମାରିନି, ଗୋଟେ ଛୁଞ୍ଚିଟି ଖାଲି ତା ହାତରେ ନେଇ ଗେଞ୍ଜିଦେଲେ। ଦେଖ, ସାପ ମାରିନି, କିନ୍ତୁ ସାପ ମାରିବ ବୋଲି କହିଦେଲେ, ଆଉ ସେ ଶୁଣିକିରି ତା ମାଇଣ୍ଡରେ ସେ ପଏଜନ୍ ବିଷ ତିଆରି କରିଦେଲା। ମନରେ କେତେ ଶକ୍ତି ଦେଖ। ଯେମିତି ନିଜ ମନରେ ଆମେ ମନ ଦ୍ୱାରା ନିଜ ଭିତରେ ବିଷ ତିଆରି କରିପାରୁଛୁ, ଠିକ୍ ତାର ଅପୋଜିଟ୍ ଆମ ମନରେ ଆମେ ଅମୃତ ମଧ୍ୟ ତିଆରି କରିପାରିବା। ଯେମିତି ମୀରାବାଈଙ୍କର ଆମେ ଉଦାହରଣ ଦେଖୁଛୁ। ମୀରାବାଈଙ୍କୁ ଯେତେବେଳେ ତାଙ୍କ ଦିଅର ରାଣା ବିଷ ଦେଇଥିଲେ ପାନ କରିବା ପାଇଁ, କିନ୍ତୁ ମୀରା ତାକୁ କ'ଣ ଭାବି ପିଇଥିଲେ ନା ଏ ଶ୍ରୀକୃଷ୍ଣଙ୍କର ଅମୃତ, ଶ୍ରୀକୃଷ୍ଣଙ୍କ ପ୍ରସାଦ ବୋଲି ଭାବି ଯେମିତି ପିଇଛନ୍ତି, ସେ ବିଷ ମଧ୍ୟ ଅମୃତ ହୋଇଯାଇଥିଲା, ତାଙ୍କ ଶରୀରର କିଛି କ୍ଷତି କରିପାରି ନଥିଲା। ସେମିତି ବାବା ମଧ୍ୟ ଆମକୁ ମନକୁ ଖୁସି ରଖିବା ପାଇଁ ସବୁବେଳେ କହୁଛନ୍ତି, ମନ ମନା ଭବ ସ୍ଥିତିରେ ରୁହ। ସେଥିପାଇଁ ଆଉ ଗୋଟେ ପେସେଣ୍ଟ, ଆମେ ସବୁ ପ୍ରାକ୍ଟିକାଲରେ ଦେଖ, ଗୋଟେ ପେସେଣ୍ଟକୁ ସବୁ ଦେହ ସାରା ଗୁଳା ହେଇଯାଇଥିଲା, କ୍ୟାନ୍ସର ହେଇଯାଇଥିଲା, ପରେ ଲାଷ୍ଟ ଷ୍ଟେଜ୍ରେ ସେ ମରିଯାଉଥିଲା। ସେ ସମୟରେ ସିଏ ଗୋଟେ ନ୍ୟୁଜ୍ରେ ପଢ଼ିଲା, ଯେମିତି ଗୋଟେ ଇଞ୍ଜେକ୍ସନ୍ ବାହାରିଛି, ଯେଉଁ ଇଞ୍ଜେକ୍ସନ୍ ଦେଲେ ଏ ରୋଗ ମୋର ଭଲ ହେଇଯିବ। ଯେମିତି ଜାଣିଲା, ସେ ଡକ୍ଟରଙ୍କ ସହିତ କନସଲ୍ଟ କଲା, ଆଉ ସେ ଇଞ୍ଜେକ୍ସନ୍ ନେଲା। ସେ ଡକ୍ଟର କହିଲେ ଏବେ ଏକ୍ସପିରିଏନ୍ସ ଚାଲିଛି, ଏକ୍ସପେରିମେଣ୍ଟ ପୁରା ହେଇନି, ହେଲେ ମଧ୍ୟ ସେ କହିଲେ ନାଇଁ, ଏଇଟା ଲଗେଇଲେ ମୋର ଦେହ ଭଲ ହେଇଯିବ, ଆପଣ ମୋତେ ଇଞ୍ଜେକ୍ସନ୍ ଦିଅନ୍ତୁ। ସେ ଇଞ୍ଜେକ୍ସନ୍ ଦେଉ ତା ଦେହ ପୁରା ଭଲ ହେଲା। ଆଉ ଥରେ ଦିନେ ପଢ଼ିଲା ଯେ ଇଞ୍ଜେକ୍ସନ୍ଟା ସମସ୍ତଙ୍କ ଉପରେ କାମ କରୁନି। ଯେମିତି ପଢ଼ିଲା, ଆଉ ଥରେ ତା ଦେହରେ ସେ ଯେଉଁ ବଡ଼ ବଡ଼ ଘା ପରି ହେଇଯାଇଥିଲା କ୍ୟାନ୍ସର ଯୋଗୁଁ, ଆଉ ଥରେ ସେମିତି ହେଇଗଲା। ତାପରେ ସେ ଯିଏ ଡକ୍ଟର ଏସବୁ ଏକ୍ସପେରିମେଣ୍ଟ କରୁଛନ୍ତି,
ସେ ଦେଖିଲେ ଯେ ଇଏ ତ ଆକ୍ଚୁଆଲି ଇଞ୍ଜେକ୍ସନର ପାୱାର ନାହିଁ, ଇଏ ମନରେ ଯେମିତି ଭାବୁଛି ସେମିତି ହେଉଛି। ସେ ପେସେଣ୍ଟକୁ କହିଲେ ଏବେ ମୁଁ ଆଉ ଗୋଟେ ଇଞ୍ଜେକ୍ସନ ବାହାର କରିଛି, ସେଇଟା ଦେଲେ ପୁରା ଭଲ ହେଇଯିବ। ମାନେ ପୂର୍ବ ଇଞ୍ଜେକ୍ସନରେ ଯେଉଁ ମଇଳା ଥିଲା ସେ ମଇଳା ସବୁ ସଫା ହେଇଛି, ଏଇଟା ପୁରା ପ୍ୟୁରିଫାଇ ଇଞ୍ଜେକ୍ସନଟା। ତ ତାକୁ ବିଶ୍ୱାସ ଆସିଲା, ସେ ଦେବାରୁ ସେଇଟା ପୁରା ଭଲ ହେଇଗଲା। ମାତ୍ର ସେଇଟା ଇଞ୍ଜେକ୍ସନ ନାହିଁ, ଖାଲି ପାଣି ସିଲେଣ୍ଡା, ପାଣିଟା ଇଞ୍ଜେକ୍ସନ ରୂପରେ ଦେବାରୁ ତାର ମନର ଥିଙ୍କିଂ ଯେଉଁ ଭାବନା ଯୋଗୁଁ ତା ଦେହ ପୁରା ଭଲ ହେଲା। ପୁଣି ପୁରା ଏକ୍ସପେରିମେଣ୍ଟ ଯେତେବେଳେ ହେଇଗଲା, ଇଞ୍ଜେକ୍ସନଟା ଯେତେବେଳେ ଆଉଟ୍ ହେଲା, ତାର ରିଜଲ୍ଟ ପବ୍ଲିଶ ହେଲା, ସେଥିରେ ଲେଖା ହେଇଥିଲା ଯେ ଇଞ୍ଜେକ୍ସନ ଗୋଟେ ଫାଲତୁ। ଯେମିତି ସେ ଶୁଣିଦେଲା ଯେ ଇଞ୍ଜେକ୍ସନଟା ଫାଲତୁ, ସେମିତି ସେ 4 ଦିନ ଭିତରେ ମରିଗଲା। କହିବାର ଉଦ୍ଦେଶ୍ୟ, ଆମେ ଡକ୍ଟର ପାଖକୁ ଯାଉଛନ୍ତି, ମେଡ଼ିସିନ ନେଉଛନ୍ତି, ମାତ୍ର ମେଡ଼ିସିନ ଅଧା କାମ କଲେ ଆମ ମନ ଅଧା କାମ କରୁଛି। ଏଇଟା ସବୁବେଳେ ମନେ ରଖିବା। ଦେଖ, ଯେ ମୂର୍ଖ ଲୋକ ବେଶୀ କିଛି ଜାଣିନଥିବେ, ଡକ୍ଟର ଯାହା ବି ମେଡ଼ିସିନ ଦେଲେ ସେମାନେ ଖାଇଦେଉଛନ୍ତି ଆଉ ତାଙ୍କ ରୋଗ ଭଲ ହେଇଯାଉଛି। ଆଉ ଯେ ବେଶୀ ଇଣ୍ଟେଲିଜେଣ୍ଟ ମୋବାଇଲ ଧରି ଘାଣ୍ଟୁଥିବେ, ଏ ରୋଗର ସାଇଡ୍ ଏଫେକ୍ଟ କ'ଣ ଦେଖୁଥିବେ, ତ ତାର ସାଇଡ୍ ଏଫେକ୍ଟ ସବୁ ଦେଖି ଦେଖିକିରି ସାଇଡ୍ ଏଫେକ୍ଟ ନଥିଲେ ମଧ୍ୟ ତାଙ୍କ ଦେହରେ ସାଇଡ୍ ଏଫେକ୍ଟ ସବୁ ବାହାରି ଯାଉଛି। ଆଉ ଯେ ଭାବୁଛି ଯେ କେତେ ସାଇଡ୍ ଏଫେକ୍ଟ ଥାଉ, କିନ୍ତୁ ଏ ମେଡ଼ିସିନ ଦ୍ୱାରା ମୋ ଦେହ ନିଶ୍ଚୟ ଭଲ ହେବ, 100% ଗ୍ୟାରେଣ୍ଟି। ଯଦି ଭାବିଲା ମାନେ ତାର ଦେହ ଭଲ ହେଇଯାଉଛି। ଯିଏ ଭାବିବ ମୁଁ ଖାଉଛି ଯେ ଦେଖାଯାଉ କ'ଣ ହେବ, ତ ସେ ମେଡ଼ିସିନ ମଧ୍ୟ ତା ଉପରେ ସେତେ ଏଫେକ୍ଟ ପକାଉନି। ଏସବୁ ହେଉଛି ମନର ଶକ୍ତି। ଠିକ୍ ସେହିପରି ଆଉ ଗୋଟେ ଏକ୍ସପେରିମେଣ୍ଟ ହେଲା। କ'ଣ ନା, ଆଣ୍ଠୁ 2ଟା ଗ୍ରୁପ୍ କରାହେଲା। ଗୋଟେ ଗ୍ରୁପ୍ର ଆଣ୍ଠୁ ଅପରେସନ୍ କରାହେଲା, ଆଉ ଗୋଟେ ଗ୍ରୁପ୍ର ଜଷ୍ଟ କଟା ହେଲା, ଜଏଣ୍ଟ କରାହେଲା ଉପର ଚମଡ଼ାଟା। ମାତ୍ର ଆଣ୍ଠୁ ଅପରେସନ୍, ମାନେ ଭିତର ହାଡ଼ ଭିତରେ କିଛି କାମ ହେଇନି, ମାନେ ଖାଲି ଆକ୍ଟିଂ କରାହେଲା। ଗୋଟେର ରିଏଲ୍ରେ ହେଲା ଅପରେସନ୍, ଆଉ ଗୋଟେ ଖାଲି ତାଙ୍କୁ ରିଏଲାଇଜ୍ କଲା ପରି ଖାଲି ଉପରା ଉପରି କରାହେଲା। କିନ୍ତୁ ରିଜଲ୍ଟ କ'ଣ ହେଲା, ଅପରେସନ୍ ପରେ କାହାର ଅପରେସନ୍ ହେଇଛି କାହାର ହେଇନି ଆଉ ଜଣାପଡ଼ିଲାନି, ସମସ୍ତଙ୍କର ଦେହ ଭଲ ହେଲା, ଆଣ୍ଠୁପତା ଭଲ ହେଲା। ଆକୁ କ'ଣ କହିବା, ମନର ଶକ୍ତି କହିବା ନା ନାଇଁ, ପଜିଟିଭ୍। ଇଏ ହେଉଛି ପଜିଟିଭ୍ ଆଉ ନେଗେଟିଭ୍ ଭାବିବାର ଫଳ। ଠିକ୍ ସେମିତି କେତେ ପେସେଣ୍ଟକୁ କ'ଣ କଲେ, କେତେ ଲୋକଙ୍କୁ ମିଠା ପାଣି ଦିଆହେଲା, ସାକାରିନ୍ ପାଣି ଦିଆହେଲା। ତାଙ୍କୁ କୁହାହେଲା ଏ ପାଣି ଯଦି ପିଇବ ନା ବାନ୍ତି ହେଇଯିବ। ତାଙ୍କୁ କୁହାନି ଏଇଟା ମିଠା ପାଣି ସାକାରିନ୍ ପାଣି କିଛି କୁହାନି, ଏ ପାଣି ପିଇଲେ ବାନ୍ତି ହେଇଯିବ। ବାସ୍ ସେମାନେ ଶୁଣିଲେ, ଆଉ ଯେତେ ଜଣ ପିଇଲେ ତାରୁ 80%, 80% ଲୋକଙ୍କର ବାନ୍ତି ହେଇଗଲା। ବାକି ପାଣିରେ କିଛି ନାହିଁ, ଖାଲି ମିଠା ପାଣିଟା। ସେମିତି ଆଉ ଗୋଟେ ଗ୍ରୁପକୁ ଲୁଣ ପାଣି ଦିଆହେଲା, କହିଲେ ଏ ପାଣି ପିଇଲେ ଅସ୍ତମା ଆଟାକ୍ ହେବ। ତ ସେଥିରୁ ଖାଲି ଶୁଣିକି, ଡକ୍ଟର ଗୋଟେ କଥା ଶୁଣିକି ତାଙ୍କ ଭିତରେ ଅସ୍ତମା ଆସିଗଲା, ଅସ୍ତମା ଆଟାକ୍ ହେଇଗଲା। ଏ ଲୁଣ ପାଣି କିଛି ଭ୍ୟାଲ୍ୟୁ ନାହିଁ, କି ସେ ଚିନି ପାଣିର କିଛି ଭ୍ୟାଲ୍ୟୁ ନାହିଁ, କିନ୍ତୁ ଯେଉଁ ମନରେ ଆମେ ଗ୍ରହଣ କରିଦେଉଛୁ, ଯେଉଁ ଜିନିଷଟା ଆମେ ଭାବି ଦେଉଛୁ, ତାର ପ୍ରଭାବ ଆମ ଶରୀର ଉପରେ ପଡ଼ୁଛି। ଠିକ୍ ସେମିତି ଗୋଟେ ମାତା, ସେ କ୍ୟାନ୍ସର ପେସେଣ୍ଟ ଥିଲା, ଅପରେସନ୍ ହେଇଛି, ହସ୍ପିଟାଲରେ ଅଛି। ଆଉ 2-3 ଜଣ ମାତା ତାଙ୍କୁ ମିଶିବାକୁ ଗଲେ। ଜଣେ କହିଲେ ହାଏ ତୁମକୁ କ'ଣ ହେଇଗଲା, କେତେ କଷ୍ଟ ତୁମକୁ ହେଉଥିବ ନାହିଁ। ଆଉ ଜଣେ କହିଲା ହଁ ଆମ ପଡ଼ିଶାରେ ଜଣେ ହେଇଥିଲା ଯେ ସେ 3 ମାସ ପରେ ମରିଗଲା। ଏବେ ସେ ମାତାର ଅବସ୍ଥା, ଯାହାର ଅପରେସନ୍ ହେଇଛି, ତା ଆମର କ'ଣ ଅବସ୍ଥା ହେଉଥିବ ଭାବ। ସେଥିପାଇଁ ଏମିତିଆ ଲୋକଙ୍କ ପାଖରୁ ସବୁବେଳେ ଆମେ ବଞ୍ଚିକି ରହିବା। ଏମିତିଆ କଥା ଯେଉଁମାନେ କହିବେ ନା, ସେମାନଙ୍କଠୁ ଆମେ ଦୂରେଇକି ରହିବା, ସେମାନଙ୍କ ସହିତ ଆମେ ସାଙ୍ଗ ହେବାନି, ସେମାନଙ୍କ କଥା ଆମେ କେବେ ସ୍ୱୀକାର କରିବାନି। ତେଣୁ ଆମେ ଯଦି ମାନେ ସାଧାରଣତଃ ଗୋଟେ ଲୋକ ଯଦି କହିଦେବା, ଗୋଟେ ଲୋକ ଯଦି 3 ଜଣ କହିଦେବେ, ଥରେ କରି, ଆମେ ଯେଉଁ କହୁନେ କି 3 ତୁଣ୍ଡରେ ଛେଳି କୁକୁର, ଗୋଟେ ଲୋକ ଛେଳିକି ନେଇକି ଯାଉଛି, ଆଉ ଜଣେ କହିଲା ତୁ କ'ଣ କୁକୁରଟାକୁ ନେଇକି ଯାଉଛୁ, ସେ କହିଲା କୁକୁର, ମୁଁ ତ ଛେଳିଟା ନେଇକି ଯାଉଛି। ଆଉ ଜଣେ କହିଲା, ଆଉ କେତେ ଦୂର ପରେ ଆଉ ଜଣେ କହିଲା ଆରେ କୁକୁରଟାକୁ କ'ଣରେ ଧରିଛୁ ବିକୁ ବୋଲିରି। ଆଉ ଜଣେ କହିଲା ଏ କୁକୁରଟାକୁ ତୁ କୁଆଡ଼େ ଧରିକି ଯାଉଛୁ। ହେଲେ ସେ କହିଲା ଆରେ ମୁଁ ତ ଛେଳି ବୋଲି ଭାବି ଆଣିଥିଲି, କ'ଣ 3 ଜଣ କୁକୁର କହିଲେଣି, କହିକି ସେ ଛେଳିଟାକୁ ସେ କୁକୁର ବୋଲି ଭାବି ଛାଡ଼ିଦେଲା। 3 ଠକ ସେ ଛେଳିକି ଧରିକି ପଳେଇଲେ। ସେମିତି ଆମ ଚେହେରା ଦେଖି ଯଦି କ'ଣ କିଏ କହୁଛି ତମ ଚେହେରାଟା କ'ଣ ଆଜି ଡଲ୍ ଲାଗୁଛି, ଆଉ ଜଣେ ହେଲେ ଯଦି କହିଦେବ କ'ଣ ତମ ଚେହେରାଟା ଡିମ୍ ଲାଗୁଛି, ଆଉ ଜଣକୁ ଆଜି କ'ଣ ହେଲା କି, ମାନେ ଯାଇ ନିଜ ଚେହେରା ନିଜେ ଦେଖିବା।
ଆଉ ଆମ ଦେହ ମଧ୍ୟ ଖରାପ ହେଇଯିବ, ମନ ମଧ୍ୟ ଖରାପ ହେଇଯିବ। ସେଥିପାଇଁ ଏମିତିଆ ଜିନିଷ ନେଗେଟିଭ୍ କଥା କେବେ ବି କାହା ପାଖରୁ ଗ୍ରହଣ କରିବା ହେବନି। କାହିଁକିନା ଆମେ ସୁଖ ରହିବାକୁ ଚାହୁଁଛୁ ନା। ନେଗେଟିଭ୍ କଥା ଶୁଣିବା, ନେଗେଟିଭ୍ କଥା ଭିତରେ ରଖିବା, ତାହେଲେ ଆମେ ସବୁବେଳେ ଦୁଃଖରେ ହିଁ ରହିବା। ନେକ୍ସଟ, ଦୁନିଆରେ 26,000 ପ୍ରକାର ରୋଗ ଅଛି। 26,000 ପ୍ରକାର ରୋଗ। ଏ 26,000 ପ୍ରକାର ରୋଗର କାରଣ ମାତ୍ର ଦିଟା। ଚିନ୍ତା ରୋଗର କାରଣ ଆମେ ସମସ୍ତେ ଜାଣିଛେ। ତାପରେ ଆଉ ଦିଟା କାରଣ, ଗୋଟେ ହେଲା କ୍ରୋଧ, ଆଉ ଗୋଟେ ହେଲା ଈର୍ଷା ଦ୍ୱେଷ। ଏ ବିକାର ଏଇ କାରଣରୁ ଆମ ଦେହରେ ଅନେକ ପ୍ରକାର ରୋଗ ହେଉଛି। ଦେବତାମାନେ ନିର୍ବିକାରୀ ଥିଲେ, ସେଥିପାଇଁ ତାଙ୍କ ଭିତରେ କୌଣସି ରୋଗ ନଥିଲା। ଆହୁରି ନ୍ୟାଚୁରାଲ ବ୍ୟୁଟି ଥିଲା ତାଙ୍କ ଚେହେରାରେ। ଆମ ମନରେ ଏ କ୍ରୋଧ, ଈର୍ଷା, ଦ୍ୱେଷ, ଚିନ୍ତା, କମ୍ପ୍ଲେନ୍, ଏସବୁ କାରଣରୁ ହିଁ ଆମ ଦେହରେ ବେଶୀ ରୋଗ କ୍ରିଏଟ୍ ହେଉଛି। ଆମର ମନର ଭାବନା ଦ୍ୱାରା ଆମ ଶରୀରରେ ଏସବୁ ରୋଗ କ୍ରିଏଟ୍ ହେଉଛି। ମାନେ ଗୋଟେ କୁକୁରକୁ ମଧ୍ୟ ଯେତେବେଳେ ତା ମାଲିକ ତାକୁ ଖାଇବା ଟାଇମ୍ରେ ଖାଇବାକୁ ନେଲା, ମାତ୍ର ଦେଖେଇ ଦେଇକିରି ଆଣିଦେଲା, ତାକୁ ଖାଇବାକୁ ଦେଲାନି, ତ ସେ କୁକୁର ଏତେ ରାଗିକିରି ଏତେ ଭୋକିଲା। ତାପରେ ତାକୁ ଯାଇ ଯେତେବେଳେ ଟେଷ୍ଟ କରାହେଲା ଯେ 6 ଘଣ୍ଟା ଯାଇ ତାର ବ୍ଲଡ଼ ସାର୍କୁଲେସନ୍ ଭଲରେ ହେଲାନି, ତାର ରକ୍ତ ସଞ୍ଚାଳନ ହେଲାନି। ଥରେ କ୍ରୋଧ କଲେ ଆମର କେତେ କ୍ଷତି ହେଉଛି ଭାବ। ଆରେ ଶିକ୍ଷିତ ମାନେ ମଧ୍ୟ ଦେଖ, ଜଣେ ୱାଇଫ୍ ସର୍ଜନ ଅଛନ୍ତି, ଡକ୍ଟର ଅଛନ୍ତି, ଆଉ ଜଣେ ତାଙ୍କ ହଜବେଣ୍ଡ ଇଞ୍ଜିନିୟର ଅଛନ୍ତି। 2 ଜଣ ଝଗଡ଼ା କଲେ। 2 ଜଣ ଝଗଡ଼ା କରିବାରୁ ରାଗିକିରି ସେ ହଜବେଣ୍ଡ କ'ଣ କଲେ, ଟେବୁଲଟାକୁ ଭାଙ୍ଗିଦେଲେ। ଆଉ ଥରେ ମୋବାଇଲଟା ନେଇ ଭାଙ୍ଗିଗଲା ବେଳେ ମୋବାଇଲଟା 1.5 ଲକ୍ଷ ଟଙ୍କାର ଦେଖିକି ରଖିଦେଲେ, ଶାନ୍ତ ହେଇଗଲେ। ଏମିତି କ୍ରୋଧ ମଣିଷକୁ କ'ଣ ନ କରୁଛି, ଜୀବନକୁ ନଷ୍ଟ କରିଦେଉଛି। ଆମେ ବିକେ ଆଶ୍ରମରେ, ବ୍ରହ୍ମକୁମାରୀ ଆଶ୍ରମରେ, ଜେଲରେ ମଧ୍ୟ ପ୍ରୋଗ୍ରାମ କରୁଛୁ। ଜେଲରେ ମଧ୍ୟ ଭଲ ଭଲ ଲୋକମାନେ ଜେଲରେ ଅଛନ୍ତି। କାରଣ କ'ଣ? କାରଣ ହେଉଛି 90% ଲୋକଙ୍କର କାରଣ ହେଉଛି କ୍ରୋଧ। ଭଲ ଭଲ ଲୋକମାନେ, କିଏ ପ୍ରିନ୍ସିପାଲ ଅଛନ୍ତି, କିଏ ସିଓ ଅଛନ୍ତି। ଆରେ ଭଲ ଘର ଲୋକମାନେ, ତମେ କେମିତି ଏଠି ଜେଲରେ? ନା, ଗୋଟେ ସେକେଣ୍ଡର କ୍ରୋଧ ମଣିଷର ଜୀବନକୁ ନଷ୍ଟ କରିଦେଉଛି। ଗୋଟେ ସେକେଣ୍ଡର କ୍ରୋଧ। ଯେମିତି ଗୋଟେ ଫ୍ୟାମିଲି ପିକନିକକୁ ଯାଉଥିଲେ, ରାସ୍ତାରେ ଆଙ୍କର ଗାଡ଼ି ଯାଉଛି, ଆଉ ଗୋଟେ ଗାଡ଼ି ଆସୁଛି। ହେଲେ ଗାଡ଼ିକୁ ଗାଡ଼ି ଯେତେବେଳେ ଟକ୍କର ହେଇଗଲା, 2ଟା ଫ୍ୟାମିଲି ତଳକୁ ଓହ୍ଲେଇ ପଡ଼ିଲେ। ତୁ ମୁଁ କରି ଝଗଡ଼ା କରି ସେଇଠି ହିଁ ଜଣେ ତଣକୁ ମାରିଦେଲା। ପିକନିକ କ'ଣ କରିଏ, ସେଇଠି ହିଁ ମାତାମ ହେଇଗଲା। ମାନେ ମଣିଷ କ୍ରୋଧ ଦ୍ୱାରା ନିଜର ସୁଖର ବେକକୁ ନିଜ ହାତରେ ନିଜେ ଦବେଇ ଦେଉଛନ୍ତି। ସେଥିପାଇଁ ଏକ ତ କାହାର କମ୍ପ୍ଲେନ୍ କରିବା ହେବନି, ଦ୍ୱିତୀୟରେ ରାଗିଲେ ନିଜର ହିଁ କ୍ଷତି ହେଉଛି। ଏଇଟା ଆମେ ସବୁବେଳେ ମନେ ରଖିବା। ଆଉ ସମସ୍ତେ ରାଗୁଛନ୍ତି, ସମସ୍ତ ରାଗିବାର ଭାଷା ଅଲଗା ଅଲଗା, କିନ୍ତୁ ରାଗୁଛନ୍ତି ତ ସମସ୍ତେ। ସେଥିପାଇଁ ଆମେ ଏକ ତ ଆ ଉପରେ କଣ୍ଟ୍ରୋଲ ରଖିବା। ନେକ୍ସଟ, ଆମକୁ ଯେତେବେଳେ ରୋଗ ହେଉଛି, ଆମେ ସମସ୍ତଙ୍କୁ ବର୍ଣ୍ଣନା କରି କହିବାନି ମୋ ଦେହ ଭଲ ନାହିଁ, ମୋ ଦେହ ଭଲ ନାହିଁ। ଆମେ ଭାବୁଛୁ କ'ଣ, ମୋ ଦେହ ଭଲ ନାହିଁ କହିଲେ ସେମାନେ ଆମ ପାଇଁ ଦୟା ଭାବନା ଦେଖେଇବେ, ଭଲ ଭାବନା ଦେଖେଇବେ। ଆରେ କେତେଜଣ ତା ଭିତରେ ହସୁଛନ୍ତି ମଧ୍ୟ, ତାଙ୍କର ସବୁବେଳେ ଦେହ ଭଲ ନାହିଁ ବୋଲି ଭାବୁଛନ୍ତି, କହୁଛନ୍ତି ମଧ୍ୟ। ତା ଦ୍ୱାରା କ'ଣ ହେଉଛି, ଯେତେ ଆମେ ଦେହ ଭଲ ନାହିଁ କହିବା, ଆମେ ଅନ୍ୟମାନଙ୍କୁ ଯେତେ ଥର କହୁଛୁ, ଆମ ମନ ସେତେ ଥର ଶୁଣୁଛି, ଯଦ୍ୱାରା ଆମ ଦେହରେ ରୋଗ ବଢ଼ି ଯାଉଛି। ସେଥିପାଇଁ ଯଦି ଦେହ ଅସୁସ୍ଥ ଅଛି, କହିବାକୁ ଅଛି ଯେ ଡକ୍ଟରକୁ କୁହ, ସିଏ ଆମ ମେଡ଼ିସିନ ଦେବେ। ନେକ୍ସଟ ଭଗବାନଙ୍କୁ କୁହ, ଭଗବାନ ଆଉ ଡକ୍ଟର, ଏ 2 ଜଣ ଆମକୁ ଟ୍ରିଟମେଣ୍ଟ କରିପାରିବେ। ବାକି ସମସ୍ତଙ୍କୁ କହିକି କିଛି ଲାଭ ନାହିଁ। ସେଥିପାଇଁ ବାବା ଆମକୁ କେତେ ସୁନ୍ଦର ଶୋମାନ ଦେଉଛନ୍ତି। ସକାଳୁ ଉଠିଲେ ଆମେ କ'ଣ ଭାବିବା, ରାତିରେ ଶୋଇଲା ବେଳେ ଆମେ କ'ଣ ଭାବିବା, ଆମ ମନ ସବୁ ଶୁଣୁଛି ନା। ତେଣୁ ରାତିରେ ଶୋଇଲା ବେଳେ ମୁଁ ନିରୋଗୀ ଆତ୍ମା, ମୋର ଶରୀର ପରଫେକ୍ଟ ଅଛି, ମୁଁ ଶକ୍ତିଶାଳୀ ଆତ୍ମା, ମୁଁ ସୁଖୀ ଆତ୍ମା। ଯେତେ ଭଲ ଭଲ ସଂକଳ୍ପ କରିକି ଶୋଇବା, ଉଠୁ ମୋତେ ଯେତେ ଭଲ ଭଲ ସଂକଳ୍ପ କରିବା। ବାବା କେତେ କ୍ଲିଅର କରି କହୁଛନ୍ତି, ପ୍ରତ୍ୟେକ କଥାରେ 1 ସେକେଣ୍ଡରେ ବିନ୍ଦୁ ଲଗାଅ। 3ଟା କଥା ସବୁବେଳେ ଭାବ, ଡ୍ରାମା ଭଲ, ଭଗବାନ ଭଲ, ଦୁନିଆରେ ସମସ୍ତେ ଭଲ। ଯେତେ ଭଲ ଭଲ ଭାବିବା, ସେତେ ଆମର ମଧ୍ୟ ଭଲ ହିଁ ହେବ। ଲାଷ୍ଟ,
ବ୍ରହ୍ମାକୁମାରୀ ଆଶ୍ରମର ଫର୍ମୁଲା କ'ଣ? ମେଡ଼ିସିନ ରୋଗ ହେଉଛି ନା, ରୋଗ ପାଇଁ ୱିଥାଉଟ୍ ପେମେଣ୍ଟ, ବିନା ଖର୍ଚ୍ଚରେ ଗୋଟିଏ ଟ୍ୟାବଲେଟ୍ ବ୍ରହ୍ମାକୁମାରୀ ଆଶ୍ରମରେ ମିଳୁଛି। ସେ ଟ୍ୟାବଲେଟ୍ ଦିନକୁ 3 ଥର ଖାଇବା। କ'ଣ ସେ ଟ୍ୟାବଲେଟ୍? ଓମ୍ ଶାନ୍ତି। ଓମ୍ ଶାନ୍ତି। ଯଦି ଆମେ ଓମ୍ ଶାନ୍ତି 3 ଥର ଉଚ୍ଚାରଣ କରିବା ତାହେଲେ ଆମ ସବୁ ରୋଗରୁ ମୁକ୍ତ ହେଇଯିବା। କାରଣ ମନ ଯଦି ଶାନ୍ତ ରହିବ ତ ସେ ମନର ପ୍ରଭାବ ଆମର ଶରୀରରେ ପଡ଼ିବ, ଆଉ ଶରୀର ମଧ୍ୟ ଶାନ୍ତ ହେଇଯିବ। ସେଥିପାଇଁ ଲୋକେ କ'ଣ କରୁଛନ୍ତି, ନିରୋଗୀ ହେବା ପାଇଁ ଏକ ତ ଖାଦ୍ୟ ଉପରେ ଧ୍ୟାନ ଦେଉଛନ୍ତି, ଦ୍ୱିତୀୟରେ ଏକ୍ସରସାଇଜ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ପ୍ରକୃତରେ ଖାଦ୍ୟ ଉପରେ ଧ୍ୟାନ ଦେଇ ବେଶୀ ଖାଇକି ରୋଗ ଆଣୁଛନ୍ତି। ସେଥିପାଇଁ ଆମର ହିନ୍ଦୁ ଧର୍ମରେ 15 ଦିନ କି ଥରେ ଉପବାସ ରଖୁଛନ୍ତି। କାହିଁକି? 15 ଦିନ ଗୋଟେ ଦିନ ଯେତେବେଳେ ଉପବାସ ରଖୁଛନ୍ତି, ଆମର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି, ସିଏ ଯେତିକି ରୋଗ ଜୀବାଣୁ ଅଛି ତାକୁ ଖାଇଦେଉଛି, ତାକୁ ନଷ୍ଟ କରିଦେଉଛି। ଆମ ଶରୀର ସେ ରୋଗ ଜୀବାଣୁ ଖାଇକି ନଷ୍ଟ କରିଦେଉଛି, ଯଦ୍ୱାରା ଆମେ ନିରୋଗୀ ହେଇପାରିବା। ତେଣୁ ଯେତେ ସବୁ କ୍ୟାନ୍ସର ମ୍ୟାନ୍ସର ଯାହା ଯେତେ ସବୁ ରୋଗର ମୂଳ କାରଣ ଅଧିକ ଖାଇବା। ଯେତେବେଳେ ଅଧିକ ଖାଉଛୁ, ଯେମିତି ମଦ ତିଆରି କରୁଛନ୍ତି, ମଦ କଲେ କ'ଣ କରୁଛନ୍ତି, ସବୁ ଫଳମୂଳ ସବୁ ପଚେଇକି ସଢ଼େଇକିରି ତା ଭିତରୁ ସେମାନେ ମଦ ତିଆରି କରୁଛନ୍ତି। ସେଟା ପିଇଲେ ନିଶା ଚଢ଼ୁଛି। ସେମିତି ଠିକ୍ ସେମିତି ଆମେ ଯେତେବେଳେ ଅଧିକ ଖାଉଛୁ, ଆମ ଶରୀର ସେ ସବୁ ଯାକ ଜୀର୍ଣ୍ଣ କରିପାରୁନି, ତ ସେ ବଳକା ଯାହା କ'ଣ ହେଉଛି, ସଢ଼ି ଯାଉଛି ଭିତରେ। ସଢ଼ିଗଲେ ସିଏ ରୋଗକୁ ଧରୁଛି। ସେଥିପାଇଁ ବାବାଙ୍କର ଯେଉଁ ନିୟମ, ଆମେ କମ୍ ଖାଅ ଗମ୍ ଖାଅ, କମ୍ ଖାଇବା ଆଉ ସହିଯିବା, ଆଉ 3 ଥର ଦିନକୁ ଓମ୍ ଶାନ୍ତିର ଉଚ୍ଚାରଣ କରିବା। ତେବେ ଦୁଃଖ ଦୂର ହେବ ଏବଂ ସୁଖ ଆମର ଜନ୍ମସିଦ୍ଧ ଅଧିକାର ହେଇପାରିବ। ଆଚ୍ଛା, ଓମ୍ ଶାନ୍ତି।